ଷଡ଼ବିଂଶ ପରିଚ୍ଛେଦ। ବାବାଜୀ ଲଳିତା ଦାସ। ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡ଼ିଛି। ହାଟ ବାଟ, ଗାଧୁଆ ତୁଠ, ହାଣ୍ଡିଶାଳ, ଢେଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା। କେଉଁଠାରେ ତୁନି ତୁନି କଥା ଚାଲିଛି, କେହି ପାଟି କରି କହୁଛି, କେହି ଜଣେ କୁହାଳିଆ ହାତ ହଲାଇ ମୁଣ୍ଡ ହଲାଇ କଥା ମେଲିଛି। ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି। କଥାଟା ତ ନାନା ରୂପ ଧାରଣ କରି ଚାଲିଛି। ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ। ମଙ୍ଗରାଜେ କଟକ ଯିବା 7 ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି। ବାବାଜୀଙ୍କ ନାମ ଲଳିତା ଦାସ। ବୟସ ଅଧୋଡ଼ା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ, ମୁଣ୍ଡଟି ଲଣ୍ଡା, ମଝିରେ ତରଭୁଜ ଡେମ୍ଫ ପରି ଚୁରଖି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି। ବାବାଜୀ ମୁହଁ ଅନ୍ଧାରକୁ ଉଠି ପ୍ରାତଃ ସ୍ନାନ ସାରି ନାସା ଅର୍ଦ୍ଧରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍ଲେଟର ଅଫିସରୁ ବେରିଂ ଚିଠି ବାହୁଡ଼ିଲା ପରି ସର୍ବାଙ୍ଗରେ ଛପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି। ପରିଧାନ କୌପୀନ, ତାହା ଉପରେ ବହିର୍ବାସ, ପିଠିରେ ନାମାବଳୀ, ହାତରେ ଝୁଲି। ବାବାଜୀ ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି। ସନ୍ଧ୍ୟା ସମୟରେ ଖଞ୍ଜଣି ବଜାଇ କୀର୍ତ୍ତନ ଗାଆନ୍ତି। ତହିଁ ଉତ୍ତାରେ ଚୈତନ୍ୟ ଭାଗବତ ପାଠ। ସନ୍ଧ୍ୟା ସମୟରେ ଭାଗବତ ଘରେ ଭାରି ବୈଠକ ହୁଏ। ଗ୍ରାମର ବୁଢ଼ା ଭଳିଆ 10-12 ଜଣ ତନ୍ତୀ ଭେକ ନେବାର କଥା ହେଲାଣି। ବାବାଜୀଟି ଭାରି ନିର୍ଲୋଭ। କହି କିଛି ଦେଲେ ହରେ କୃଷ୍ଣ କହନ୍ତି। ଏପରି ସାଧୁ କେବେ କାହିଁ ଦେଖା ନାହିଁ। ଆଜକୁ 2 ଦିନ ହେଲା ବାବାଜୀ କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି। ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସରେ ମରୁଆକୁ ଖୋଜା ପଡ଼ିଛି। କେହି କେହି କହନ୍ତି ସେ ବାବାଜୀ ସାଙ୍ଗରେ ବୃନ୍ଦାବନ ଧାମକୁ ଚାଲିଗଲା। ବାସ୍ତବରେ ସେ ଯଦି ସାଧୁ ସହବାସରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରି ଯାଇଥାଏ, ତେବେ ଆମ୍ଭେମାନେ କାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବା ଦ୍ୱାରା ସାଧୁ ଏବଂ ସାଧ୍ୱୀଙ୍କର ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ। କେବଳ ଗୋଟାଏ କଥା ଶୁଣିବା ବେଳୁଁ ମନଟା କିପରି ଗୁଡ଼େଇ ପୁଡ଼େଇ ହେଉଛି। ମରୁଆ ସାନବୋହୂଙ୍କର ଭାରି ବିଶ୍ୱାସୀ ଥିଲା। ସବୁବେଳେ ତାଙ୍କରି ପାଖରେ ଥାଏ। ମରୁଆ ସହିତ ସାନବୋହୂଙ୍କ ବାକ୍ସରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟ ମିଳୁନାହିଁ। ବାପଘରୁ ଏବଂ ଶାଶୂଘରୁ ବିଭା ସମୟରେ ମୁହଁ ଚାହାଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବକ୍ସାରେ ଥିଲା। ବାକ୍ସ ମେଲା ହୋଇ ପଡ଼ିଛି, ପଦାର୍ଥ କିଛି ନାହିଁ। ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖି କଥା କହୁଛନ୍ତି। ସାନବୋହୂତ ସାଫ୍ ଡକା ପାଡ଼ୁଛନ୍ତି। ସମସ୍ତେ ଡକା ପଡ଼ି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି? ଯେଉଁ ଦୁଆରରେ ଦିନ ନାହିଁ, ରାତି ନାହିଁ, ଲୋକେ ଯିବା ଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡ଼ିଗଲାଣି। ସାରକଥା, କେତୋଟା ମାସ ମଧ୍ୟରେ ସମ୍ପତ୍ତି, ଗୌରବ, ଆଧିପତ୍ୟ ସବୁ ଛାରଖାର ହୋଇଗଲାଣି। ନିଜ ଗ୍ରାମ ଯଦାଲକ୍ଷ୍ମୀ ଗଜଭୁକ୍ତ କପିତ୍ଥବତ୍।